श्रोता बंधु मैंने कार्यक्रम शुणुंट आकाशवाणी कटक केन्द्र। वर्तमान शुणु भक्त कवि रामदास विरचित दाढ़ियता भक्ति। बेतर संपादना वैष्णव चरण सामल। पूर्वाभास रचना झरणा दास। संगीत परिचालना चौधरी भारती कृष्ण दास। प्रयोजना दीपक सामंतराय। आज शुणु रघु अरखित संवादर द्वितीय भाग। गतकाली शुणिथिले रघु अरखित संवादर प्रथम भाग। आज शुणिबा सेही संवादर द्वितीय भाग। कंपिला रत्न सिंहासन जानिले प्रभु भगवान। तोली धइले देवराय पुत्र को जेन्हे बाप माए। बोइले उठरे नंदन किंपा तू निदे अचेतन। तक्षणे पाइला जीवन प्रभु होइले अंतर्धान। पिता पुत्र को घेनी गले कबाट फेड़ी अनाइले। बसिछि रघु अरखित श्रीहरि पादे देई चित। ए निश्चय नुहइति सान जान ए दैव समान। आम्भे अपराध कलु जेते चिते न धर कदाचिते। ता शुणी रघु अरखित बोइला शुण हेउचित। तुम्भर किछि नाही दोष पूर्वे काहाकु देली विष। देखी मो दरिद्र स्वभाव तुम्भ दुहिताने देव। किबा धर्म को थिले भय मोहर पत्नी मते दिया। देखी ससुर सला गले मंदिरे प्रवेश होइले। उछिले दुहिता ग्रते कह कि विचारु चिते। कुमारी बोले सुन तात जीवी मु स्वामीर संगत। संगते घेनी गले चली रघु अर्खित पासे मिली। बोइले तुम्ह पत्नी रिया आम्भଙ୍କୁ दया करी था। ता शुणी रघु अरखित धइला निज पत्नी हाथ। चली न गले जे झामते शुण हे मन नृपनाथे।
ସ୍ୱାମୀ ବଦନୁ ଏହା ଶୁଣି ସେ ପତିବ୍ରତା ଶିରୋମଣି ଚଳିଣ ଗଲା ଆନନ୍ଦରେ ପ୍ରବେଶ ସାଧୁର ମନ୍ଦିରେ ତାର ସୁନ୍ଦର ରୂପ ଚିନ୍ତି ବୋଇଲେ ଶୁଣରେ ଯୁବତୀ ବନ୍ଧାରେ ପ୍ରୟୋଜନ ନାହିଁ ଯାହା କହୁଛି ଶୁଣ ତୁହି ଯେବେ ତୁ ଦେବୁ ରତି ଦାନ ଗଣି ଦେଉଛି ନିୟ ଧନ କାନ୍ତ ଆଗରେ ଚରିତ ବୁଝାଇ କହିଲା ସମସ୍ତ ତା ଶୁଣି ରଘୁଅର କ୍ଷିତ ବୋଇଲା ଶୁଣରେ ସଙ୍ଗାତ ଯାହା ବୋଇଲା ମହାଜନ ସମ୍ମତି କରି ଆଣ ଧନ ତାହା ଶୁଣିଣ ମହାସତୀ ବୋଲଇ ଶୁଣ ପ୍ରାଣପତି ତୁମ୍ଭର ଆଜ୍ଞା ପାଇ ମୁହିଁ ଗଲିଟି ମୋର ଦୋଷ ନାହିଁ ହେମନ୍ତ କହି ଚଳିଗଲା ସାଧୁର ମନ୍ଦିରେ ମିଳିଲା ବୋଇଲା ଶୁଣ ହେ ସାଧୁତ ଆମ୍ଭେ ତା କଲୁ ସନମତ ଶୁଣି ଆନନ୍ଦ ମହାଜନ ନଗଦ ଗଣି ଦେଲା ଧନ ସେ ଧନ ପାଇ ଆନନ୍ଦିତ ହୋଇଣ ରଘୁଅର କ୍ଷିତ ବୈଷ୍ଣବ ପଙ୍ଗତ ବସାଇ ପ୍ରସାଦ ପରସିଲେ ନେଇ ଭୋଜନ ସାରି ସାଧୁ ଗଣ ଦାସକୁ କରିଣ କଲ୍ୟାଣ ହେମନ୍ତ ଦାସଙ୍କର ଦ୍ୱାରେ ତୁଣ୍ଡ ଶୁଣାଇ କାଶୀ ଧୀରେ ତାହା ଶୁଣିଣ ଶୁଭ୍ର କେଶୀ ଚିତେ ଚିନ୍ତିଲା ବ୍ରହ୍ମ ରାଶି ବୋଇଲା ଶୁଣ ଧନୀ ଶିଷ୍ୟ ନିର୍ଭୟ ହୋଇ ବେଗେ ଆସ ଆମ୍ଭ ଭରସା ନର ହରି ଦ୍ରୌପଦୀ ଲଜ୍ଜା ନାଶକାରୀ ହେମନ୍ତ ପ୍ରଭୁ ଥାଉଁ ଥାଉଁ ଚିତେ କାହାକୁ ଭୟ ଆଉ ହେମନ୍ତ ପ୍ରଭୁ ଥାଉଁ ଥାଉଁ ଚିତେ କାହାକୁ ଭୟ ଆଉ
ଧରି କୋଳେ ସେ ଦାରୁ ବ୍ରହ୍ମଙ୍କ ଚରଣେ ମୋ ଚିତ୍ତ ରହୁ ଅନୁକ୍ଷଣେ ଏ ଦାଢ଼୍ୟ ଭକ୍ତିର ସମୃତ ସୁଜନେ ପ୍ରିୟ ଶ୍ରୁତି ପଥ କହଇ ବିପ୍ର ରାମ ଦାସ ମୋ ପ୍ରଭୁ କମଳା ବିଳାସ ଇତି ଶ୍ରୀ ଦାଢ଼୍ୟତା ଭକ୍ତିର ସମୃତେ ମନ ଚୈତନ୍ୟ ସମ୍ବାଦେ ରଘୁ ରକ୍ଷିତ ମୋକ୍ଷଣେ ନାମ ନବମୋଧ୍ୟାୟଃ। ଶୁଣୁଥିଲେ ଭକ୍ତ କବି ରାମଦାସ ବିରଚିତ ଦାଢ଼୍ୟତା ଭକ୍ତି। ଆଜି ଶୁଣୁଥିଲେ ରଘୁ ଅରକ୍ଷିତ ସମ୍ବାଦର ଦ୍ୱିତୀୟ ଭାଗ। କଣ୍ଠଦାନ କରିଥିଲେ ଶରତ ନାୟକ, ସୁବାସ ଦାସ, ତୃପ୍ତି ଦାସ ଏବଂ ଗୀତା ଦାସ। ବେତାର ସମ୍ପାଦନା ବୈଷ୍ଣବ ଚରଣ ସାମଲ, ପୂର୍ବାଭାଷ ଝରଣା ଦାସ, ସଙ୍ଗୀତ ପରିଚାଳନା ଚୌଧୁରୀ ଭାରତୀ କୃଷ୍ଣ ଦାସ, ପ୍ରଯୋଜନା ଦୀପକ ସାମନ୍ତରାୟ।